ସମସ୍ତଙ୍କୁ ପ୍ରେସ୍ର ସାଇଡ଼୍ରେ ଫଟୋ ରଖିଦିଆଯାଉଛି। ଲୋକମାନେ ଧାରଣାରେ ବସି ଅଛନ୍ତି। ଆଉ ଘର ଭଙ୍ଗାଯାଇଅଛି, ବାରଣ୍ଡା ଭଙ୍ଗାଯାଇଅଛି। ଏହି ଘଟଣା ଘଟିଛି ଛତିଶଗଡ଼ରେ। ଆପଣ ଥରେ ଚିନ୍ତା କରନ୍ତୁ, ଲୋକମାନଙ୍କୁ କ'ଣ ମିଳୁଛି? ଜଣଙ୍କର ଘର ଭାଙ୍ଗିକି, ଜଣକୁ ଅଶାନ୍ତି କରିକି, ଜଣକୁ ମାରିକି କ'ଣ ସବୁ ମିଳୁଅଛି? ଆଉ ଏସବୁ କାମ କେମିତି କରିପାରୁଛନ୍ତି? ଜଣକୁ ଦୁଃଖ ଦେଇ, ଜଣଙ୍କର ଘର ଭାଙ୍ଗି, ଜଣକୁ ଘରରୁ ବେଘର କରି, ମାନେ ଖୁସିରେ କେମିତି ରାତିରେ ଶୋଇପାରୁଛନ୍ତି? ଆଜି ଏହି ପ୍ରକାର ଭାବରେ ଛତିଶଗଡ଼ରେ ଘଟଣା ଘଟୁଅଛି। ଖ୍ରୀଷ୍ଟିଆନ ମାନେ ଧାରଣାରେ ତ ବସିଲେ, ଏମିତି କାହିଁକି ଆମ ଘର ସହିତ କରାଗଲା ବୋଲି। ସେମାନେ ଯେ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ସେଇଥିପାଇଁ କିଛି ଗାଁର ଲୋକମାନେ ଖ୍ରୀଷ୍ଟିଆନ ମାନଙ୍କୁ ବିରୋଧ କରି ଏହି ପ୍ରକାର କାମ କଲେ। ଖ୍ରୀଷ୍ଟିଆନ ମାନେ ଧାରଣାରେ ବସିଛନ୍ତି ସତ, କ'ଣ ପୋଲିସ ପ୍ରଶାସନ କିମ୍ବା ସରକାର ସେମାନଙ୍କୁ ପୁଣି ଥରେ ଘର ଫେରାଇ ଦେବ କି? ଯେଉଁମାନେ ଘର ଭାଙ୍ଗିଦେଲେ ପୁଣି ଥରେ ସେମାନେ ଘର ବନେଇ ଦେବେ କି? ନାଇଁ, କିଛି ହେବ ନାହିଁ। ଯେହେତୁ ସେମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ସେମାନେ ଖ୍ରୀଷ୍ଟିଆନ। ଓଲଟା ପୋଲିସ ସେମାନଙ୍କୁ ଜେଲ ନେଇକି ଯିବ, ଓଲଟା ସେମାନଙ୍କୁ ଆରେଷ୍ଟ କରିବ, ଓଲଟା ସେମାନଙ୍କୁ ଧର୍ମାନ୍ତରୀକରଣର ମିଥ୍ୟା ଆରୋପ ଲାଗିବ। ଏହା ହିଁ ହେବ। କିନ୍ତୁ ଏହି ପ୍ରକାର କରୁଥିବା ଲୋକମାନେ ଶାନ୍ତିରେ ରହିପାରୁଛନ୍ତି କେମିତି? ରାତିରେ ଶୋଇବା ସମୟରେ ଆଉ ଖାଇବା ସମୟରେ ଟିକେ ବି ମନେ ପଡ଼ୁନି ସେମାନେ କେମିତି ଶୋଇପାରୁଥିବେ? ସେମାନେ କେଉଁଠି ଖାଉଥିବେ? ସେମାନେ ମଧ୍ୟ ତ ତମ ପରି ମଣିଷ ନା। ଆଜି ଲୋକମାନେ ଧର୍ମ ନାମରେ କି ପ୍ରକାର ମାନବିକତାକୁ ହତ୍ୟା କରୁଛନ୍ତି। ଭାରତ ଦେଶର ସମ୍ବିଧାନ ଆମ ସମସ୍ତଙ୍କୁ ସମାନତାର ଅଧିକାର ଦେଇଅଛି। ଆମେ ସ୍ୱ ଇଚ୍ଛାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ତାହାଙ୍କର ମହିମା କରିପାରିବୁ। କିନ୍ତୁ ଏଠାରେ କିଛି ଏହି ପ୍ରକାର ହେଉଅଛି। ଆମ ଭାରତ ଦେଶରେ ଦିନ ପ୍ରତିଦିନ ଆମ ଖ୍ରୀଷ୍ଟିଆନ ମାନଙ୍କୁ ପ୍ରତାଡ଼ିତ କରାଯାଉଅଛି। ବିଶେଷ କରି ଯଦି ଆମେ ଦେଖିବା ଉତ୍ତରପ୍ରଦେଶରେ, ଛତିଶଗଡ଼ରେ, ବିହାରରେ, ଏହି ପ୍ରକାର ଅନେକ ଜାଗା ଅଛି ଯେଉଁଠାରେ କି ଆମ ଖ୍ରୀଷ୍ଟିଆନ ମାନଙ୍କୁ ବହୁତ ଅତ୍ୟାଚାର କରାଯାଉଅଛି। ଆଉ ମୁଁ ଆପଣ ସମସ୍ତଙ୍କୁ କହି ରଖିବା ପାଇଁ ଚାହେଁ, ଏମିତି ଯଦି ଆପଣମାନେ ଖ୍ରୀଷ୍ଟିଆନ ମାନଙ୍କୁ କରିବେ, କ'ଣ ଖ୍ରୀଷ୍ଟିଆନ ମାନେ କେବେ ପ୍ରାର୍ଥନା ବନ୍ଦ କରିବେ? କ'ଣ ଚର୍ଚ୍ଚ ଯିବେ ନାହିଁ? ଆପଣ ଭାବି ରଖନ୍ତୁ, ଆପଣ ବିଚାର କରନ୍ତୁ, ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମାରିବା ପାଇଁ ଚେଷ୍ଟା କରାଗଲା, ଯେତେବେଳେ ସେ ଜନ୍ମ ହୋଇଥିଲେ, ଜିହୁଦା ପ୍ରଦେଶର ରାଜା ଯେତେବେଳେ ଯୀଶୁଙ୍କୁ ମାରିବା ପାଇଁ ତାଙ୍କରି ଲୋକମାନଙ୍କୁ ପଠାଇଲେ, ସେହି ସମୟରେ ସୁଦ୍ଧା ଯୀଶୁଖ୍ରୀଷ୍ଟଙ୍କୁ କେହି ମାରିପାରିଲେ ନାହିଁ। ସେମିତି ଯୀଶୁଙ୍କର ବାକ୍ୟ, ଯୀଶୁଙ୍କର ମହିମା କରିବା ପାଇଁ ଅନେକ ଲୋକ ଅଛନ୍ତି। ଅନେକ ଲୋକମାନେ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ କରିପାରିବେ ନାହିଁ। କିନ୍ତୁ ସାରା ପୃଥିବୀରେ ଆହୁରି ଯୀଶୁଙ୍କର ବାକ୍ୟ ପ୍ରଚାରିତ ହେବ। ଯୀଶୁଙ୍କର 12 ଜଣ ଶିଷ୍ୟମାନଙ୍କୁ ମରାଗଲା, ଯେହେତୁ ସେମାନେ ଯୀଶୁଙ୍କର ପ୍ରଚାର କରୁଥିଲେ। ଏବେ ଦେଖନ୍ତୁ, ସାରା ପୃଥିବୀରେ ଲୋକ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି। ସେମିତି ହିଁ ଯଦି ଖ୍ରୀଷ୍ଟିଆନ ମାନଙ୍କୁ ତାଡ଼ନା କରାଯିବ, ତେବେ ଆହୁରି ଦିନ ପ୍ରତିଦିନ ଲୋକମାନେ ଜୀବିତ ପରମେଶ୍ୱରଙ୍କୁ ଜାଣିବେ। ଆମେ ଯୀଶୁଙ୍କୁ ବିଶ୍ୱାସ କଲା ପରେ ଆମେମାନେ କୌଣସି ମରଣକୁ, କୌଣସି ଧମକକୁ, କୌଣସି ବିଷୟକୁ ଆମେ ଭୟଭୀତ କରିବୁ ନାହିଁ। କାରଣ ପରମେଶ୍ୱର ଆମମାନଙ୍କୁ ଏହି ସମସ୍ତ ବିଷୟ ଶିକ୍ଷା ଦେଇଅଛନ୍ତି। ତୁମେ କେବଳ ସେମାନଙ୍କୁ ଡରିବ ଯିଏ ଆତ୍ମା ଓ ଶରୀର ଉଭୟକୁ ନଷ୍ଟ କରିପାରନ୍ତି। ମନୁଷ୍ୟ ତ କେବଳ ଆମ ଶରୀରକୁ ଆଘାତ ଦେଇପାରେ, ଶରୀରକୁ ବିନାଶ କରିପାରେ, କିନ୍ତୁ ଆତ୍ମାକୁ ନା। ଆତ୍ମା ପରମେଶ୍ୱରଙ୍କର ଅଟେ। ଆମେ ଆତ୍ମାରେ ପରମେଶ୍ୱରଙ୍କୁ ଜାଣୁ, ଆମେ ଆତ୍ମାରେ ପରମେଶ୍ୱରଙ୍କର ମହିମା କରୁ। ବାକ୍ୟ କୁହେ, ନା ହତ୍ୟା, ନା ଧମକ, ନା କୌଣସି ଏହି ପ୍ରକାର ତାଡ଼ନା ଅଛି ଯିଏକି ପ୍ରଭୁଙ୍କ ପ୍ରେମରୁ ଆମମାନଙ୍କୁ ଅଲଗା କରିପାରିବ। ତେଣୁକରି ଆମେ ସମସ୍ତେ ମିଶି ପ୍ରାର୍ଥନା କରିବା ସେହି ପରିବାର ପାଇଁ, ଯେଉଁ ପରିବାର ଏହି ସମସ୍ତ ଘଟଣା ହେଉଅଛି, ଘର ଭଙ୍ଗାଯାଇଅଛି, ସେମାନଙ୍କୁ ଘରରୁ ବେଘର କରାଯାଇଅଛି। ଆଜି ପରମେଶ୍ୱର ସେମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ସେମାନଙ୍କର ପଥ ପ୍ରଦର୍ଶକ ହୁଅନ୍ତୁ, ଆଉ ସେମାନଙ୍କର ସୌଭାଗୀ ହୁଅନ୍ତୁ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ସମସ୍ତେ ପ୍ରାର୍ଥନା କରିବା ଏହି ବର୍ଷା ମୋମେଣ୍ଟରେ ସେମାନେ ଏକ
ଭଲ ଜାଗା ପାଆନ୍ତୁ ଆଉ ସେମାନେ ସେଠାରେ ଜୀବନ କାଟନ୍ତୁ ଆଉ ଜୀବିତ ପରମେଶ୍ୱରଙ୍କର ମହିମା କରନ୍ତୁ। ତେବେ ଆପଣମାନେ ଏହି ଭିଡ଼ିଓ ସମ୍ପର୍କରେ କ'ଣ କହୁଅଛନ୍ତି ଆପଣଙ୍କର ମତାମତ ଲେଖି ଜଣାନ୍ତୁ। ଭିଡ଼ିଓ ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତୁ, ଯାହାଫଳରେ ଆମେ ସମସ୍ତେ ମିଶି ପ୍ରାର୍ଥନା କରିବା ପ୍ରଭୁ ସେମାନଙ୍କ ପାଇଁ ରାସ୍ତା ବାହାର କରିବେ। ତ ଭିଡ଼ିଓକୁ ବେଶୀ ଲମ୍ବା ନ କରି ଏତିକିରେ ସମାପ୍ତ କରେ। ପୁଣି ଦେଖାଇବା ଆଗାମୀ ଭିଡ଼ିଓରେ। ଆପଣ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ ଅଲ୍।